ଏବେ ଏତେ ବେଳ ପର୍ଯ୍ୟନ୍ତ କ୍ରପ୍ କଟିଂ ଆରମ୍ଭ ହୋଇନାହିଁ। ଓଡ଼ିଶାର ବୃଷ୍ଟିପାତ ମୋଟାମୋଟି ସ୍ୱାଭାବିକ ଅଛି। ସାରା ରାଜ୍ୟରେ ଯେଉଁ ପଦ୍ଧତି ସେ ପଦ୍ଧତି ହେଲା ଯେ ସ୍ୱାଭାବିକ ବୃଷ୍ଟିର 20% କମ୍ କିମ୍ବା 20% ବେଶୀ ହେଲେ ତାକୁ ସ୍ୱାଭାବିକ ବୃଷ୍ଟି କୁହାଯାଏ ଏବଂ ସ୍ୱାଭାବିକ ବୃଷ୍ଟି ହେଲେ ଫସଲ ଭଲ ହୋଇଥାଏ। କିନ୍ତୁ ଓଡ଼ିଶାରେ ଫସଲ ଭଲ ହେବ ଏଥର, କିନ୍ତୁ ଓଡ଼ିଶାରେ ଫସଲ ଭଲ ହେବା ସାଙ୍ଗରେ ସାଙ୍ଗରେ ବିଭିନ୍ନ ଜାଗାରେ ମଧ୍ୟ ଟିକେ ବୃଷ୍ଟି କମ୍ କାରଣରୁ ଫସଲ ନଷ୍ଟ ହୋଇଛି। ସେ ଫସଲ ଯେଉଁଟା ନଷ୍ଟ ହୋଇଛି ତାକୁ ପ୍ରାଥମିକ ତଦନ୍ତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆହେଇଛି। କିନ୍ତୁ ତାର ଆକଳନ ହେବ ଯେତେବେଳେ କ୍ରପ୍ କଟିଂ ହେବ, ଯେ ନିର୍ଦ୍ଦିଷ୍ଟ ରେଭିନ୍ୟୁ ଭିଲେଜରେ ଏବଂ ପଞ୍ଚାୟତରେ ଧାନ କେତେ ପରସେଣ୍ଟ ହେଇଛି ଏବଂ କେତେ ପରସେଣ୍ଟ ନଷ୍ଟ ହୋଇଛି ତାକୁ କ୍ରପ୍ କଟିଂ ରିପୋର୍ଟ କୁହାଯାଏ।